ନାରୀଟିଏ ସୂର୍ଯ୍ୟୋଦୟ ପ୍ରତୀକ୍ଷାରେ। ଲେଖକ ଶ୍ରୀ ପଦ୍ମଜ ପାଳ। ମୁଁ ପାଠ କରୁଛି ଶାନ୍ତନୁ ତ୍ରିପାଠୀ। ଆଜିକାଲି ସମୟ ଏମିତି ହେଲାଣି, ଯେଜା ହାତରେ ଯିଏ 14 ପାଖ ସମସ୍ତେ ମାମଲତ୍କାର। ଯେମିତି ଗୋଟାଏ ଗୋଟାଏ ଓକିଲ କି ମୋହିର। ତମ କଥାକୁ ବାବୁ ଶୁଣୁଛି କିଏ? ନ୍ୟାୟ ଧର୍ମକୁ ଡରୁଛି କିଏ? ଯାହାର ଯାହା ଇଚ୍ଛା ହେଲା ସେ ତା କରିଗଲା। ଦେଖୁନା ସତୀ ଇମିତି ଝିଅ କେମିତି ଆଣ୍ଟ କରି ବସିଛି। ତାର ଏକା ଜିଦ୍, ନାଇଁ କଦାଚିତ ଘର ମୁହଁ ବି ଚାହିଁବି ନାହିଁ। ଏଇଠି ଦୁଃଖ ଧନ୍ଦା କରି କଣ ଚଳିପାରିବି ନାହିଁ ଯେ ତାଙ୍କ ଗୋଡ଼ ତଳେ ପାଟିରେ ତୀରଣ ଧରି ପଡ଼ିବି। ଏ ଜୀବନ ଥିବା ଯାକ ସେ କଥା ହେବନି, କହିଦଉଛି। ଜାଣିଲ ବାବୁ, ମତେ ସତୀ କଣ କହୁଛି ଜାଣିଲ? ମୋ ଉପରେ ସେ ବୋଝ ହବ ନାହିଁ କି 2 ବେଳା ପେଟ ପାଇଁ ଖାଇବ ନାହିଁ। ଖାଲି ଟିକେ ଭଙ୍ଗା ଘରେ ଯାହା ମୁଣ୍ଡ ଗୁଞ୍ଜିବ। ନାରଣ ଦାସଙ୍କ ଆଖି ସଜ୍ଜଳ ହୋଇ ଉଠିଲା। କଣ୍ଠ ଥରିଗଲା। କି ହତଭାଗ୍ୟ ଝିଅଟାରେ। ସେ ପୁଣି ଏମିତି ହେଉଛି। ମୋ କରମକୁ ଧିକ୍, ମୁଁ ପୁଣି ଏକଥା ଶୁଣୁଛି। ମୁଁ ବୁଝିପାରୁ ନଥିଲି ନାରଣ ସେ ମୋଠାରୁ ସାନ୍ତ୍ୱନା ଚାହୁଁଛନ୍ତି ନା ଚାହାନ୍ତି ମୁଁ ସତୀକୁ ବୁଝାଇ ଦିଏ। ସେ ପୁଣି ଯାଉ ତା ଶାଶୁ ଘରକୁ। ମୁଁ କିଛି ଜାଣିପାରୁ ନଥିଲି। କଞ୍ଚା ଅମୃତ ଭଣ୍ଡାଟିଏ ଛିଣ୍ଡେଇ ଆଣିଲେ ଯେମିତି ବୁନ୍ଦା ବୁନ୍ଦା କ୍ଷୀର ଝରି ପଡ଼େ, ସେମିତି କଥାଗୁଡ଼ାକ ନାରଣ ଦାସଙ୍କ ଠାରୁ ବାହାରି ଆସୁଥିଲା କ୍ଷତରୁ ରକ୍ତସ୍ରାବ ହେଲା ଭଳି। ନାରଣ ଦାସଙ୍କ ଜୀବନଟା ତ ଗୋଟାଏ ଖଜୁରୀ ଗଛ ଭଳି। କ୍ଷତ ସବୁ ଯାହାର ଅଙ୍ଗ ପାଲଟି ଯାଇଛି। ଦୁଃଖ ତ ତାଙ୍କର ନିଶ୍ୱାସ ପ୍ରଶ୍ୱାସ, ପ୍ରତିଟି ପଲକର କାହାଣୀ। ହେଲେ ତାଙ୍କର ଏଇ ଦୁଃଖ ଭିତରେ ଗୋଟାଏ ଦାମ୍ଭିକତା ଥିବା ଅନୁଭବ କରିହୁଏ, ଯାହା ନାରଣ ଦାସଙ୍କୁ ଦୋହଲାଇ ଦିଏ ନା କି ଉପାଡ଼ି ପାରେ ନା। ତାଙ୍କର ଏଭଳି ସ୍ୱଭାବ ସହ ମୁଁ ମୂଳରୁ ପରିଚିତ। ପିଲାଦିନେ ସତୀ ବି ଥିଲା ଏମିତି, ଟିକେ ଆଣ୍ଟୋଇ। ଯାହା ବୁଝିଥିବ ସେୟା। ସତୀ ଦ୍ୱାର ମୁହଁରେ ଅଧା ଲୁଚି ଆମର କଥା ଶୁଣିଥାଏ। ନାରଣ ଦାସ ନିଜେ ଏ ପ୍ରତି ସଚେତନ ଥିଲେ ବୋଧେ। ଶୁଣ ସତୀ, ତା ପାଇଁ ତାଙ୍କର ଅସହାୟତାର ଦୁଃଖର କାହାଣୀ। ବୁଝିଲ ସୋମବାବୁ, ଘର କହିଲେ ଗେରସ୍ତ ଭାର୍ଯ୍ୟାଙ୍କର ନାନାଦି କାରଣରୁ କଳି ଝଗଡ଼ା ହୁଏ। ସେ ସବୁ ମେଣ୍ଟିଯାଏ ନା ରହେ। ଆମେ ଆସି ବୁଢ଼ା ହେଲୁଣୁ ଘର କରି, ଆମ ଘରୁ କିଏ ବେଶୀ ଅଙ୍ଗେ ନିଭେଇଛି ସେ ସବୁ କଥା। ମୋର ବେଳେ ସତୀ ବୋଉର 3-4 ଥର ତା ଘରକୁ ପଳେଇଥିବ। ଆସିବ ନାହିଁ ବୋଲି ଜିଦ୍ ଧରିଥିବ। ହେଲେ ଯେମିତି ମାସେ 15 ଦିନ ଯିବ ବା 3 ପାଉ କି ନ ପାଉ ଆସି ପୁଣି ଘରେ ହାଜର। ହେଲେ ସତୀ ଏ କଥା ବୁଝୁନାହିଁ। ହେଲେ ଏବେ 6 ମାସେ ହେଇଗଲାଣି ତୋ ନାଁରେ ନଗେଇ ଯୋଖି ଅନେକ କଥା କହୁଛନ୍ତି। ପୁଅକୁ ପୁଣି ବାହା କରିବେ ବୋଲି ଟଙ୍ଗ ଟଙ୍ଗ ହଉଛନ୍ତି। ତା ଯଦି ସେମାନେ କରିପାରିବେ ଆମେ କରିବା ନାହିଁ କାହିଁକି? ତାଙ୍କର ଦୋଷ ଯୋଗୁଁ ଆମେ କାହିଁ ଜୀବନ ସାରା ପଛପଟ ହୋଇ ହୀନସ୍ତା ହେବା? ହଠାତ୍ ମେଲା ଘରୁ ସତୀ ବାହାରି ଆସିଲା। ଆଖିରୁ ଲୁହ ତାର ଓଠ ତଳ ଦେଇ ଝରି ପଡୁଥାଏ। ଲୁହ ଭିଜା ସ୍ୱରରେ ସେ କହିଲା, ବାବା, ମାଇକିନିଆ ଝିଅଟେ ବୋଲି ମୁଁ କଣ କିଛି ବୁଝେ ନାହିଁ କି ଜାଣିପାରେନି? ହେଇପାରେ ମୁଁ ଗୋଟାଏ ଅସୁନ୍ଦରୀ କି ମୂର୍ଖ। ହେଲେ କାହାକୁ କଣ ମୁଁ କେବେ ଧୋକା ଦେଇଛି ନା ପ୍ରତାରଣ କରିଛି? କଣ ସେମାନଙ୍କ ଅପରାଧ ମୁଁ କରିଛି? ମୋ ମାନ ସମ୍ମାନ ଇଜ୍ଜତ ସବୁ ସେ ମାଟିରେ ମିଶାଇ ଦେଲେ। ବାହା ହୋଇଥିଲି କଣ ଗୋଟାଏ କିଣା ଦାସୀ ଭଳି ତାଙ୍କ ଘରେ ଖାଲି ଅପମାନ କଷ୍ଟ ଦୁଃଖ ସହିବାକୁ? କଣ ମୋର ଥିଲା? କାଲି ଇଜ୍ଜତ ମହତକୁ ଛାଡ଼ିଦେଲେ। ସେତକ ଯେତେବେଳେ ଗାଁ ଦାଣ୍ଡରେ ଗଡ଼ଗଡ଼େଇଲା, ଆଉ ପୁଣି କି ସାଲିସ? ନିଆଁ ଭଳି ଜଳୁଥିଲା ସତୀ। ନାରଣ ଦାସ ନୀରବ ହୋଇପାରେ ଦିଅଁ ଉପରେ ପାପୁଲି ବାଡ଼ୋଇ ବାଡ଼ୋଇ ହେଁସରେ ଫାଶକୁ ମଜବୁତ କରୁଥାନ୍ତି। ହେଲେ ତାଙ୍କ କାନ ସାପର ଉଦ୍ଗ୍ରୀବ ଫଣା ଭଳି ସଚେତନ ଥାଏ। ମନେ ହେଉଥାଏ ଯେପରି ସେ କହୁଛନ୍ତି, ଆରେ ବାବୁ, କର୍ମ କଷଣ ଦେହ ସହେ ଅରଣ୍ୟ ଅଜଗର ପ୍ରାୟ। କ୍ଷତ ଥିଲା ଖୁବ୍ ଗଭୀର ଓ ଭୟଙ୍କର। ଯନ୍ତ୍ରଣା ବି ଥିଲା ସେମିତି ମର୍ମନ୍ତୁଦ। ସାମାନ୍ୟ ସହାନୁଭୂତି ଯାହାକୁ ଆଞ୍ଚୁଡ଼ି ଦେଲା ଭଳି କାମ କରୁଥିଲା। ସତୀ ଅଧିକ ଉତ୍କ୍ଷିପ୍ତ ହେଉଥିଲା ସେଥିରେ। କଣ ନାହିଁ କଣ ତା ପାଟିରୁ ବାହାରୁଥିଲା। ଯାହା ଥିଲା ତା ନିଜ ନିୟନ୍ତ୍ରଣ ବାହାରେ। ଯାଉଣୁ ଆସୁଣୁ ସେ ଅଳପେଇସା ଯୋଗିଣୀଖିଆ ମତେ ବାଡ଼େଇଲା। ତା ମା ଖାନିକି ଶୁଖିଲାଟାରେ ଏମିତି ଝଟପା କଜିଆ କରିବ ଯେ ବସେ ଉଠେଇ ଦେବ ନାହିଁ। ଆଉ ସେ ଚୁପ୍ ସଇତାନ ମାଙ୍କଡ଼ ମୁହିଁ ଟୋକି ଖଣ୍ଡକ ତାର କଥା ମୋ ନାଁରେ ନଗେଇ ଯଚେଇ ଆକାଶରୁ ତୋଳି ଆଣିଲା ଭଳି କହିବ, ଇଏ ନିର୍ବୁଦ୍ଧିଆ ମା ବୋଲକରା ମାଇଚିଆ କା ପାଖରୁ କଣ ଶୁଣିବ କେଜାଣି ଆସି ବିଛୁଆତି ନାଗିଲା ଭଳି ଦେ ଆସି ମୋ ପଛରେ ଥେଣ୍ଟେଇବ। କିନ୍ତୁ ଏସବୁ ନାଟର ଗୋବର୍ଦ୍ଧନ ସେ ଜାଲିଆତି ଦୋଚାରୁଣୀ ବୋହୁ ଖଣ୍ଡକ। ପକ୍କା ଚୁପ୍ ସଇତାନ।
ଦେଖେଇ ହଉଥିବ ଯେମିତି ମାଛିକୁ ମ କହେ ନାହିଁ, ହେଲେ ସବୁ ସୂତାକୁ ସେଇ ଅଡୁଆ କରେ। ତାର ପୁଣି ଦିଟା ଭେଣ୍ଡାଗୁଣ୍ଡା ଭାଇ, 3 ଥର ଥର ହାଜତରୁ ଜେଲରୁ ଫେରିଲେଣି। ତାଙ୍କ ଇଏ ସମସ୍ତେ ଡରିମରି ବଡ ବୋହୂକୁ ଉଁ କି ଚୁଁ କହିବେ ନାହିଁ। ତା ଭାଇ ଶୁଣିଲେ ମୁଣ୍ଡ ଗଣ୍ଡି ଅଲଗା କରିଦବ ନାହିଁ। ସେ ଘରେ ମୁଁ ତ ଅସରପା ଭଳି ପଡିଛି। କାଣି ବିରାଡ଼ି ଆଉ କାହା ଉପରେ ହମ ହମ ହେବ? ମତେ ସିନା ଏ ବାଡ଼ିପୋଷା ବାହା ହୋଇଛି, ହେଲେ ଚୁପ୍ କିନା ରାତିରେ ଖସିଯିବ ଭାଉଜ ପାଖକୁ। କଣ କହିବ ତୁମକୁ? ଅଣ୍ଟି ଛୁରୀ ତଣ୍ଟି କାଟୁଛି ବୋଲି ସିନା ବୋବାଳି ପଡିଛି, ନହେଲେ ମୁହଁ ଟେକି ବାଟ ଚାଲିବା କଥା ନୁହଁ। ଥରେ ବଡ ବୋଉ ପେଟରେ ହେଲା। ଗେରସ୍ତ ବରଷେ ହେବ କଲିକତାରୁ ଗାଁକୁ ଆସିନାହିଁ। ଛି ଛି, ତାଙ୍କୁ କଣ ଲାଜ ସରମ ଅଛି? ଗେରସ୍ତ ଭାର୍ଯ୍ୟା କୋଉ ନର୍ସାଣୀ ଧାଇ ପାଖରେ ଭଙ୍ଗେଇ ଆସିଲେ। ସେଇ ଦିନଠୁ ମୋ ଛାଇ ପଇଲେ ତାଙ୍କ ନାହିଁ ଡେଉଚି। ସେଇ ଦିନଠୁ ସମସ୍ତେ ମୋ ଉପରେ ଗରଗର। ମତେ ଘରୁ ତଡ଼ିଦେବେ କି ମାରିଦେବେ ବୋଲି ଚାଲିଲା ମସୁଧା। ନାନା କଥା ମୋ ନାଁରେ ଗାଁରେ ଡିବି ଡିବି ବାଜିଲା। ମୁଁ କୁଆଡେ ବଦମାସ, ବେଧ ପକାଉଛି, ଘରର ଜିନିଷପତ୍ର ବାପ ଘରକୁ ପଠେଇ ଦଉଛି, ଏମିତି ନାନା କଥା। ମୁଁ ବି ତାଙ୍କୁ ମୁହେଁ ମୁହେଁ ଜବାବ ଦେଲି, ହେଲେ ମୋ କଥା ଶୁଣି ସେମାନେ ଆହୁରି ଏକାଠି ହୋଇଗଲେ। ଦିନେ ସେ ଗୁଣ୍ଡା ଦି ଭାଇଙ୍କୁ ଘରକୁ ଡାକି ଆଣି ସକାଳୁ ରାତି ଯାଏ ଗୋଟାଏ ଘରେ ପୂରେଇ କଣ ସବୁ କହିଲେ। ସେ ରାତିରେ ସେମାନେ ରହିଲେ। ମତେ ଭାରି ଛାନିଆ ଲାଗୁଥାଏ, ଛାତି ଥରୁଥାଏ। ମନେ ହେଉଥାଏ ଯେମିତି ମାରିବାକୁ ମତେ ସେମାନେ ବେଳ କାଳ ଉଣ୍ଡୁଛନ୍ତି। ମୁଁ ତ ଏକା, କଣ କରିବି? କାହାକୁ କହିବି? ଆଉ କିଛି ବୁଦ୍ଧିବିଦ୍ୟା ଦେଖାଗଲା ନେଇ ସେଇଠୁ ପଳେଇ ଆଇଲି। ଯାହା ଇଚ୍ଛା ମୋ ନାଁରେ ସେମାନେ ବାର କଥା କହୁଛନ୍ତି। ମତେ କୁଆଡେ ଆଉ ନେବେ ନାହିଁ, ତାଙ୍କ ପୁଅକୁ ଆଉ କେଉଁଠି ବାହା କରିବେ। ମୁଁ ତ କହୁଛି ସେ ଘର ମୁହଁ ଚାହିଁବି ନାହିଁ। ଏଠିକି ଯଦି ତାଙ୍କର କେହି ଆସନ୍ତି, କାହାରି ଇଜ୍ଜତ ମହତ ରଖିବି ନାହିଁ। କୋଉଠି ସେ ବାଡ଼ିପୋଷା ମାଇଚିଆ ବାହା ହବ, ମାଇପଟାଏ ରଖିବ, ମୁଁ ଦେଖିବି। ଦରକାର ହେଲେ ଥାନାକୁ ଯିବି, ଚାରିଆଡେ ବୁଲି ବୁଲି ଏକଥା କହିବି। ଦାଣ୍ଡକୁ ତ ଗୋଡ କାଢିଲେଣି, ଆଉ ପୁଣି ବାଛ ବିଚାର ନାଜ ସରମ କୋଉ କଥାକୁ? ଆସିବା ଦିନ ତ ମୁଣ୍ଡରୁ ସିନ୍ଦୁର ପୋଛିଛି। ସେ ମୋର କେହି ନୁହେଁ। ମତେ ଯେମିତି ସେ ଛଟପଟ କରିଛି, ମୁଁ ତାକୁ ସେମିତି ମାରିବି, ଖାଇବି। ସତୀ କ୍ରୋଧରେ ରାଗରେ କାଳିସି ଲାଗିଲା ଭଳି ହେଉଥାଏ। ମୁଁ ତାକୁ ପ୍ରଶ୍ନ କଲି, ସବୁ କଥା ମୁଁ ଜାଣିଛି। ମତେ ଆଗ କହ, ବାପା ବୋଉ ଆଉ ଥରେ ତତେ ବାହା କରେଇ ଦେବାକୁ ଚାହୁଁଛନ୍ତି, ତୁ ରାଜି କାହୁଁ ହଉନୁ? ନିଆଁରେ ପାଣି ପଡିଲା ଭଳି ସେ ଥମିଗଲା। କେମିତି ଏକ ସହଜ ସଂକୋଚ ଭାବ ଫେଣ୍ଟି ହୋଇଗଲା ତା ଦୁଃଖରେ, କ୍ରୋଧରେ। ମୁହଁ ଉପରେ ପୁଣି ଭାସିଲା ସ୍ମୃତି ଆଉ ଅନିଶ୍ଚିତାର ଆଶଙ୍କା। ପ୍ରତ୍ୟୟହୀନ ଆଖି ଦୁଇଟା ମୁହୂର୍ତ୍ତେ ବୁଲିଗଲା ମୋ ଆଖିକୁ ଛୁଇଁ। ଟିକେ ନୀରବତା ପରେ ସେ ମୁହଁ ଖୋଲି ପଚାରିଲା, ବାହା କରିଦେବେ? କାହିଁକି? କେଉଁ ଭରସାରେ? ଥରେ ଯାହା ହାତ ଧରିଥିଲି, ମୋ କର୍ମ ତ ସହିଲା ନାହିଁ। ବଞ୍ଚିବା ପାଇଁ ରାହା ପାଇଲି ନାହିଁ ଯେ ସେଠୁ ଛାଡି ପଳେଇ ଆସିଲି। ପୁଣି କାହିଁକି କାହା ପାଖକୁ ଯିବି? କଣ ନିଜକୁ ମାରିବାକୁ? ତୁ ଯାହା କହୁଛୁ ସତୀ, ତା କେବଳ ଭାବ ପ୍ରବଣତା। ଭାବ ପ୍ରବଣତାକୁ ନେଇ ଜୀବନରେ କେହି ବଞ୍ଚି ପାରିବ ନାହିଁ। ସବୁଦିନେ ଏଇ କୋମଳ ଚେତନା ମଣିଷର ଦୁଃଖର କାରଣ ହୋଇଛି। ତୋ ପ୍ରବଣତାରେ ମୁଁ ତତେ ବୁଝି ପାରୁଛି। ଏ ବୁଝିବା ହୁଏତ ସମବେଦନା ସୃଷ୍ଟି କରିପାରେ, ହେଲେ ତୋ ବନ୍ଧୁର ଜୀବନ ଯାତ୍ରାରେ ଏ ଆଉ ଖଣ୍ଡେ ପଥର ଭଳି। ବଞ୍ଚିବା ପାଇଁ ମଣିଷ କଣ ନ କରେ ସତୀ? ଆଜିର ଦୁଃଖରେ ସେ ଆଗାମୀ କାଲିର ସୁନେଲି ସ୍ୱପ୍ନ ଦେଖେ। ଯେତେ ଥର ତାର ପରିସ୍ଥିତି ତାକୁ ବୁଝେଇ ଦେଲେ କି ଆଗାମୀ କାଲିର ସେଇ ଦୁର୍ଦିନର ଅନାଗତ ମୁହୂର୍ତ୍ତ ଗୁଡିକର ଅସହାୟତାକୁ ସେ ଗ୍ରହଣ କରିପାରେନି। କିଏ ଯେମିତି ଲୁଚି ଛପି ତାକୁ କହେ, କାଲି ହେବ ସୂର୍ଯ୍ୟୋଦୟ, ତୁମ ପାଇଁ ଆଣିବ ନୂଆ ପ୍ରତିଶ୍ରୁତି। ବର୍ତ୍ତମାନର ଶୀତଳ ଜମାଟ ବନ୍ଧା ଦୁଃଖ ମିଳେଇଯିବ ପାଣି ଭଳି ସେଥିରେ। ଏଭଳି ଆକସ୍ମିକତାରେ ତ ଭରିଛି ଜୀବନ। ସତୀ ନିରୀହ ଦେଖାଯାଉଥିଲା, ବୁଝିପାରୁ ନଥିଲା ଖାଲି ସେ ଗୁଡାଏ ଶବ୍ଦ ଶୁଣୁଛି, ନା ତାର କିଛି ଅର୍ଥ ଅଛି। ଏଭଳି ବିଶ୍ୱାସ ବିପଦପୂର୍ଣ୍ଣ ସତୀ। ମଣିଷ ପାଇଁ ଗୋଟାଏ ବିସ୍ତାରିତ ଫାଶ, ଯାହା ଉପରେ ଦାନା ପଡିଛି ତାକୁ ଟାଣି ଆଣିବାକୁ ଏବଂ ପ୍ରତାରିତ କରିବାକୁ। କହ ତ ସତୀ, ମଣିଷ କାହିଁକି ବିବାହ କରେ? ମୁଁ ଜୋର ଦେଇ ପଚାରିଲି। ମୁଁ ଜାଣିନି। ମୁଁ ଜାଣିନି, ସତୀ ମୁଣ୍ଡ ହଲାଇ ପିଲାଙ୍କ ଭଳି କହିଲା। ଏଇ ମୁଦ୍ରାରେ ସତୀ ଖୁବ୍ ନିରୀହ ଓ ସୁନ୍ଦର ଦେଖାଯାଉଥାଏ। ମୁହଁର ତାର ସେଇ ଗେଣ୍ଡା ଭଳି ନାକ, ମୋଟା ଓଠ ହରେଇ ଦେଇଥାନ୍ତି ନିଜର ବେଢଙ୍ଗିଆ ଗଢଣକୁ। ତାର ସମାନୁପାତିକ ସବନା ଦେହ ବେଶ ଲାଗୁଥାଏ। ମୋର ମନେ ହେଲା, ବିବାହର 2 ବର୍ଷ ପରେ ତା ଚେହେରାରେ ବିଶେଷ କିଛି ପରିବର୍ତ୍ତନ ହୋଇନି। ଯାହା ବି କେଉଁଠି ଲାଗୁଛି, ସେସବୁ ତା ପାଇଁ ଚୁକ୍ତି। ବିବାହର ଉଦ୍ଦେଶ୍ୟ ଭବିଷ୍ୟତର ଭରସା। ଗୋଟାଏ ପରିବାରର କେନ୍ଦ୍ରବିନ୍ଦୁ ହୋଇ ନିଜକୁ ନିଜେ ଆବିଷ୍କାର କରିବାର ପ୍ରଚ୍ଛନ୍ନ ନିଶା। ଅବଶିଷ୍ଟ ଜୀବନରେ ଟିକେ ସୁଖ ଶାନ୍ତି ପାଇବାର ଆଶା। ମୁଁ ବୁଝାଇଲି, ମଣିଷ କେଉଁଠି ସେସବୁ କିଛି ପାଏ ନାହିଁ।
ତୀକ୍ଷ୍ଣ ସ୍ୱରରେ ସତୀ ପ୍ରଶ୍ନ କଲା। ଝଡ଼ରେ ଅନେକ ବସା ଭାଙ୍ଗିଯାଏ, ଘର ଭୁଷୁଡ଼ି ପଡ଼େ। ସେଥିପାଇଁ ପକ୍ଷୀଟିଏ ବା ମଣିଷଟିଏ ସାରା ଜୀବନ ଅଘରୀ ହୋଇ ରହେନି। ହିମ୍ମତ ବାନ୍ଧି ପୁଣି ସେ ବସା ବାନ୍ଧେ। ପୁଣି ଯଦି ସେ ବସା ଭାଙ୍ଗିଗଲା, ସତୀର ତୀକ୍ଷ୍ଣ ସ୍ୱରରେ ଥିଲା ତାତ୍ସଲ୍ୟ, ପୁଣି ସେ ବସା ବାନ୍ଧିବ। ମଣିଷ କେତେଦିନ ଏମିତି କରି ଚାଲିବ? ଯୁକ୍ତି କରନା ସତୀ, ତୋ ସ୍ୱାମୀ ଯଦି ତତେ ଛାଡ଼ି ଅନ୍ୟ କେଉଁଠି ବାହା ହୋଇପାରେ, ତା ତୁ ପାରିବୁ ନାହିଁ କାହିଁ? ଏତେ ବଡ଼ କଥା ତୁମେ କହନା। ସତୀର ସ୍ୱର ଭାଙ୍ଗି ପଡ଼ିଲା। ମତେ ସେ ଅସହାୟ ଭାବେ ବିକଳ ସ୍ୱରରେ ଆଖିରେ ଲୁହ ବୁହାଇ କହିଲା, ମୋର ଏ ଦୁର୍ଦ୍ଦିନରେ ତୁମେ ଏ କଥା କହିପାରୁଛ? ସତୀ କାନ୍ଦନା। ପାପର ସଂଜ୍ଞା ଏପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇ ପାରିନାହିଁ। ପାପ ବ୍ୟକ୍ତିଗତ କି ସାମାଜିକ ତା ବି ଆମେ ଜାଣିନୁ। ହେଲେ କହ ତ, ଯେଉଁ କଥା କରି ଜଣେ ପୁରୁଷ ପୁଣ୍ୟବାନ ହେବ, ସେଇ କଥା କରି ଜଣେ ନାରୀ ପାପ କରିବ କେମିତି? ପୁରୁଷର ପାପ ନାରୀର ପାପ ଅଲଗା ଅଲଗା ନୁହେଁ? ତଥାପି ସତୀ ଆହତ ଭାବେ ଚାହିଁଥିଲା। ସତୀ ବିବାହ ଏକ ପ୍ରତିଶ୍ରୁତି, ଗୋଟିଏ ବିଶ୍ୱାସ ଯାହା ତୁଟିଗଲେ ସାରା ଜୀବନକୁ ସେ ଭୂତର ଗ୍ରାସରେ କବଳିତ କରି ରଖିବାର କିଛି ମନେ ନାହିଁ। ଆମକୁ ପୁଣି ନୂଆ ପନ୍ଥା ଦେଖିବାକୁ ହେବ। ଖୋଜିବାକୁ ପଡ଼ିବ ଭିନ୍ନ ମଣିଷକୁ, ଭିନ୍ନ ପରିବେଶକୁ, ଯେଉଁଠି ଜଣେ ନିଜକୁ ଆବିଷ୍କାର କରିପାରିବ। ମୁଁ କଣ ଏତେ ସ୍ୱାର୍ଥପର ହୋଇଛି ସୋମ ଭାଇ ଯେ ଖାଲି ଧାଉଁଥିବି? ମୁଁ କଣ ଚାହୁଁଛି ତାରି ପଛରେ? ଲୋକ ପୁଣି କଣ କହିବେ? ମତେ ଜଳ ଜଳ ହୋଇ ଦେଖାଗଲା। ସତୀର ଦେହରେ, ତାର ଶିରା ପ୍ରଶିରାରେ, ଧମନୀରେ, ଝିଲ୍ଲିରେ ବହୁଥିବା ନୀଳ ରକ୍ତର ଧାରା। କିଏ ତା ଦେହରୁ ଏ ବିଷାକ୍ତ ରକ୍ତକୁ ନିଷ୍କାସିତ କରିବ? କେବେ ମଣିଷର ରକ୍ତ ବହିବ ତା ଦେହରେ? ସେ ତା ନିଜକୁ କଥା ଭାବିବ? ଲୋକେ କଣ କହିବେ ସେ କୋକୁଆ ଭୟକୁ ତ୍ୟାଗ କରି? ମୁଁ ଜାଣେ ଏ ଦେଶର ନାରୀମାନେ ସ୍ୱାଧୀନତା ଅପେକ୍ଷା ପରାଧୀନକୁ ଅଧିକ ଭଲ ପାଆନ୍ତି, ପୁଣି ଭୟ କରନ୍ତି ମିଥ୍ୟାକୁ ସତ୍ୟ ଅପେକ୍ଷା। ତା ହିଁ ତାଙ୍କର ହତାଶ ଭରା ଜୀବନର ମୂଳପିଣ୍ଡ। କେତେବେଳେ ସେଥିପାଇଁ ପରିତ୍ୟକ୍ତ ହୁଅନ୍ତି ତ କେତେବେଳେ ଧର୍ଷିତା, ଆଉ କେତେବେଳେ ହଣା କରାଯାଏ ଯୌତୁକ ଲାଗି। ମୁଁ ବୁଝିପାରେ ନା, କେବେ ସାମାନ୍ୟ ତ୍ୟାଗ କରିବେ ଏଇ ଆତ୍ମବର୍ଜିତ ଧାରାକୁ? କେବେ ନିଜ ପାଇଁ ନିଜେ ଲଢ଼େଇ କରି ଶିଖିବେ? ସତୀ ତ ନାମକୁ ମାତ୍ର ଶିକ୍ଷିତା। କେମିତି ତାକୁ ଶୁଣେଇବ ସମାଜ ଗଢ଼ା ଯାଇଛି ବ୍ୟକ୍ତିର ବିକାଶ ପାଇଁ। ସେ ସମାଜରେ ନାରୀର ସ୍ୱତନ୍ତ୍ର ସତ୍ତା ଅଛି। ପୁରୁଷ ନିଜର ଆଧିପତ୍ୟ ପାଇଁ ହୁଏତ ତାକୁ ଅସ୍ୱୀକାର କରିପାରେ। ବିଷ୍ଣୁଙ୍କ ଭଳି ସହସ୍ର ମୁହଁ ଦେଖାଇ ହେଲେ ନିଜେ ନାରୀ ତାକୁ ସ୍ୱୀକାର କରିବ କେମିତି? ସତୀ, ମୁଁ ସ୍ୱାର୍ଥପରତା କଥା କହୁନି। ନାରୀ ଯେଉଁ ସଂସାର ଗଢ଼େ ସେଥିରେ ତାର ତ୍ୟାଗର ସୀମା ନାହିଁ। ମାତ୍ର ସେ ତ୍ୟାଗର ମୂଳ ଭିତ୍ତି ବୁଝାମଣା, ଦାୟିତ୍ୱବୋଧ ଏବଂ ପରସ୍ପର ପ୍ରତି ସମ୍ମାନ। ତା ଯେଉଁଠି ନାହିଁ ସେଠି ତ୍ୟାଗର ମୂଲ୍ୟ ନଥାଏ। ସେଠି ଜଣେ ସ୍ୱାର୍ଥପର ହେବାକୁ ହିଁ ପଡ଼େ। ସତୀ ମୋ କଥା ଶୁଣି ନୀରବ ରହିଲା। ମତେ ଲାଗିଲା ସେ ଯେପରି ପଥର ପାଲଟି ଯାଇଛି ଏବଂ ଅପେକ୍ଷା କରିଛି ଏମିତି ଯଦି ଗୋଟାଏ ସକାଳେ ସୂର୍ଯ୍ୟୋଦୟ ହୁଏ, ସୂର୍ଯ୍ୟୋଦୟର ସକାଳରେ ଦୁଇଟା ପାଦ, ଗୋଟାଏ ନାରୀ ଆଉ ଗୋଟିଏ ପୁରୁଷର ଏକାଠି ପଡ଼ିବ ଆସି ସେଇ ପାହାଡ଼ରେ। ତାପରେ ଆଉ ଦୁଇଟା ପାଦ, ଆଉ ଦୁଇଟା। ଯେତେ ଲମ୍ବା ପଥ ହେଉ ପଛେ ରାଜପଥ, ଗଳିବା କର୍ଦ୍ଦମାକ୍ତ ଅପାଣ୍ଡବା ପଥ।